रविंद्र कुमार साहू मैनेजर एस कॉम्प्लेक्स। सर बर्तमान ओडिया सिनेमा पड़िछि मंत्रमुग्ध केमिति टिकट जाउछि हाउसफुल केमिति रहउछि भल जाउछि, भल जाउछि रेस्पॉन्ड भल अछि। आज की पूरा 25-26 दिन हो गलानी सब हाउसफुल जाउछि बोली कि हमें बाइट भी नउछि समस्तकर ना ना सब हाउसफुल नुह तथापि भल जाउछि। ଯଦି କହିବା ଓଡ଼ିଆ ସିନେମା ଗୋଟେ ପ୍ରଥମ ଥର ଗୋଟେ ମାଇଲଷ୍ଟୋନ୍ କ୍ରିଏଟ୍ କରିଛି ହିନ୍ଦୀ ସିନେମାକୁ ରିପ୍ଲେସ୍ କରୁଛି ଏବଂ ଆପଣଙ୍କ ହଲ୍ରେ ଗୋଟେ ଶୋ ମଧ୍ୟ ବଢ଼ିଛି ଏବେ କ'ଣ କହିବେ ଏ କ୍ରେଜ୍କୁ ଦେଖିକି ନା ଆପଣ କୋଉ ହିସାବରେ ନା ନା ପିକ୍ଚର ଭଲ ଅଛି ତେଣୁ ଅଡିଏନ୍ସ ଆସୁଛନ୍ତି ଶୋ ବଢା ହେଲା। ଯଦି କହିବା ଓଡ଼ିଆ ସିନେମା ଏବେ ଏଇ ଯୋଉ ମନ୍ତ୍ରମୁଗ୍ଧ ଫିଲ୍ମଟି କେତେ ଦିନ ଆଗକୁ ଯିବ ବୋଲି ଆପଣ ଆଶାବାଦୀ ରହିଛନ୍ତି ରଜ ପର୍ଯ୍ୟନ୍ତ ଚାଲିବ କି ନାହିଁ? ଅଡିଏନ୍ସ ଆସିଲେ ଚାଲିବ ତେଣୁ ଅଡିଏନ୍ସଙ୍କ ଉପରେ ନିର୍ଭର କରୁଛି ଫିଲ୍ମ କଣ୍ଟିନ୍ୟୁଟି। ଏବେ ପର୍ଯ୍ୟନ୍ତ କେତେ ପରସେଣ୍ଟ ଦର୍ଶକ ଆସୁଛନ୍ତି ଆପଣଙ୍କ ହଲ୍ ମନ୍ତ୍ରମୁଗ୍ଧ ଶୋ ୱାଇଜ ଡିଫର କରୁଛି ତଥାପି ଭଲ ଅଡିଏନ୍ସ ଆସୁଛନ୍ତି। ପାଖାପାଖି 70-80% ମ୍ୟାଟିନ୍ ଶୋରେ ଭଲ ରହୁଛି ମର୍ଣ୍ଣିଂ ଶୋରେ ଟିକେ କମି ଯାଉଛନ୍ତି ଆଉ। ମୋ ନାଁ ହେଲା ଟୁକୁନା, ମୁଁ ଶ୍ରୀହାଲ ସୁପରଭାଇଜର। କହିବେ ଓଡ଼ିଆ ସିନେମା ମନ୍ତ୍ରମୁଗ୍ଧ ଚାଲିଛି କେମିତି ରହିଛି ଦର୍ଶକ କେମିତି ଆସୁଛନ୍ତି? ଦର୍ଶକ ବହୁତ ଭଲ ଭାବୁଛନ୍ତି, ସମସ୍ତେ ବି ଆସୁଛନ୍ତି ଦେଖିବାକୁ। ଆଗକୁ ବି ବହୁତ ଏମିତି ପିକ୍ଚର ମାନେ କରନ୍ତୁ ଯେମିତି ଲୋକ ଆଉଥରେ ବହୁତ ଉତ୍ସାହିତ ହେଇକି ଦେଖିବାକୁ ଆସୁଛନ୍ତି। ସାର୍ ଆପଣ କ'ଣ କହିବେ ଆପଣ ହଲ୍ରେ ଏବେ ଗୋଟେ ଶୋ ମଧ୍ୟ ବଢ଼ିଛି ତ କ'ଣ ଦେଖି ଦର୍ଶକଙ୍କ ଚାହିଦାକୁ ଦେଖିକି ବଢ଼େଇଥିଲେ? ହଁ, ଦର୍ଶକଙ୍କ ଚାହିଦାକୁ ଦେଖିକି ବଢ଼ିଛି। ଲୋକ ବି ସମସ୍ତେ କହୁଛନ୍ତି ଯେ ପିକ୍ଚରଟା ବହୁତ ଭଲ ହେଇଛି। ଏଇଭଳିଆ ଫିଲ୍ମ ଆସିଲେ ବି ଆହୁରି ଦର୍ଶକଙ୍କୁ ମନ ଖୁସି ହେବ, ଦେଖିବା ପାଇଁ ବି ଆହୁରି ଉତ୍ସାହିତ ହେଇକି ଆସିବେ ଦେଖିବା ପାଇଁ। ଗୋଟେ ପ୍ରଥମ ଥର ଏମିତି ରହିଛି ବିନା ଷ୍ଟାରକାଷ୍ଟ ଏବଂ କୌଣସି ପ୍ରକାର ପର୍ବପର୍ବାଣି ନାହିଁ ତଥାପି ହାଉସଫୁଲ୍। ହଁ, ଫିଲ୍ମ ଚାଲିଛି, ହାଉସଫୁଲ୍ ଚାଲିଛି, ଲୋକ ଆସୁଛନ୍ତି ଦେଖିବାକୁ।